ସାଙ୍ଗମାନେ ଶାଶୁମା ଆଉ ମା ସବୁବେଳେ ଖାଲି ଆମ୍ବ ଆମ୍ବ ହେଲେ ସେଥିପାଇଁ ଜଣେ ଆଣ୍ଟି ହେବେ ମୋ ବି ଭଲ ରେଟ୍ରେ ଆଉ ଭଲ ଆମ୍ବ ବାଛିଦେଲେ। ତ ଆମ୍ବ ଆଣିଥିଲି ଆଉ ମୋ ମାଆର ତ ବହୁତ ଫେବରେଟ୍ ସବୁଠୁ ହେଲା ବାଦାମ, ତ ତା ପାଇଁ ବାଦାମ ବି ଆଣିଥିଲି। ସିଙ୍ଗାକୁ ଅଫିସରୁ ଆସିଲା ପରେ ଯେମିତି ଦେଖିଲି ଏତେ ସାରା ଆମ୍ବ ଦେଖି ପୁରା ଖୁସି ହେଇଗଲା। ତା ବାସ୍ନା ତ ସାଙ୍ଗମାନେ ବହୁତ ବଢ଼ିଆ। ଆମ ପାଇଁ ଥରେ ପ୍ରଥମେ ଆମ୍ବ ଆଣିଥିଲେ, ମିଠା ଥିଲା ଟିକେ ଜଷ୍ଟ କ'ଣ ଥିଲା କିନ୍ତୁ ମିଠା ଥିଲା। ତ ସେଥିପାଇଁ ଟେଷ୍ଟ କରି ଗାଁକୁ ପଠେଇବି ବୋଲି ଭାବିଲି। ତ ମୋ ପୁଅ ଆଜି ଟିକେ ଶୋଇନଥିଲା ତ ତାକୁ ଧରି ମୁଁ ଟିକେ ଗୋଟେ ଫ୍ରୁଟ୍ସ ଖାଇ ଦେଇଥିଲି। ଖାଇସାରି ରୋଷେଇ କାମରେ ଲାଗିଗଲି। ମାଉସୀ ଆସିଥିଲେ ମାଛ ଝୋଳ ଆଣିକି ଟିଙ୍ଗାଙ୍କ ପାଇଁ, ଯେତେବେଳେ ଆସିଲେ ମୋ ପାଇଁ ଟିକେ କାମ କରିଦିଅନ୍ତି, ହେଲ୍ପ କରିଦିଅନ୍ତି ମୋତେ। ତାପରେ ମୁଁ ତାଙ୍କୁ କରିଥିବା ତରକାରୀ ଆଜି ପନିର ପୋଟଳ ଆଳୁ ପକେଇ ତରକାରୀ କରିଥିଲି, ତ ମାଉସୀ ଟିକେ ନେଲେ। ମୋତେ ଆଜି ଟିକେ ଜୋରସେ ଭୋକ ହେଉଥିଲା, ମୁଁ ଆଗ ଖାଇଥିଲି, ପରେ ଟିଙ୍ଗା ଆଉ ବିଜୁ ଖାଇଲେ। ତାର ପୁଅର ଟିକେ ଡ୍ରେସ୍ ଦେଖୁଥିଲି ଯାହା ବି ହେଇଥିଲା ଭଲ ଭଲ ଡ୍ରେସ୍। ତାପରେ ଟିଙ୍ଗା ଆଉ ଆସିଲେ ଗଲେ ଟିକେ ବାଦାମ ସିଝା ବାଦାମ ଜାଣ ଖାଇ ଦେଇଥିଲି। ତାପରେ ଦେଖୁନ ସାଙ୍ଗରେ ମୋ ପୁଅ ଟିକେ ଠିଆ ହେଉଛି ବୋଲି ନୂଆ ନୂଆ ତାର ଯେଉଁ ଖୁସି ସାଙ୍ଗମାନେ କହିଲେ ନ ସରେ। ଆଜିର ମିନି ବ୍ଲଗଟି ଏଇଠି ରଖୁଛି। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ନିହାତି କରିବେ।